ବର୍ଷାରେ ଭିଜୁଛନ୍ତି ଭକ୍ତିରେ ନାଚୁଛନ୍ତି ଭକ୍ତ। ଏ ହେଉଛି ବଡ଼ଦାଣ୍ଡ। କାହିଁକି କଳାଶାନ୍ତ ଆଜି ଶ୍ରଦ୍ଧାଳୁଙ୍କ ପାଖକୁ ଆସୁଛନ୍ତି, ରଥାରୂଢ଼ ହୋଇ ଚତୁର୍ଥ ବିରୋଧୀ ବଡ଼ଦାଣ୍ଡରେ ଆସୁଛନ୍ତି। ତା ପୂର୍ବରୁ ଦେଖିପାରୁଥିବେ କିଭଳି ଭାବେ ପୁରୀ ବଡ଼ଦାଣ୍ଡରେ ହେଉଛି ଭକ୍ତି ଏବଂ ସମସ୍ତେ ଖୁସିରେ ମସ୍କୁଲ ହେଇଛନ୍ତି। ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତଙ୍କୁ ଆଜି ଦେଖୁଛନ୍ତି। ବର୍ଷାରେ ଯେତେ ଭିଜିଲେ ମଧ୍ୟ ସେମାନେ କିଛି ଅସୁବିଧା ନାହିଁ। କାହିଁକି ନା ଏ ହେଉଛି ନାଗର ସଂକୀର୍ତ୍ତନ। ଯେତେବେଳେ ପୁରୀରେ ଝିପିଝିପି ବର୍ଷା ଲାଗି ରହିଛି ଦିନ ତମାମ, ଆଉ ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ବଡ଼ଦାଣ୍ଡକୁ ନିଜେ ଓହ୍ଲାଇ ଆସିଛନ୍ତି, ସେ ଭକ୍ତ ମଧ୍ୟ ବିଭୋର ହୋଇଛନ୍ତି, ଭକ୍ତ ମଧ୍ୟ ଖୁସି ହେଇଛନ୍ତି। ଆଉ ଏ ହେଉଛି ରାସ ବିହାରୀ ମଠ ପକ୍ଷରୁ ନଗର ସଂକୀର୍ତ୍ତନ କରାଯାଉଛି ବଡ଼ଦାଣ୍ଡରେ, ଏବଂ ବଡ଼ଦାଣ୍ଡରେ ନଗରୀ ସଂକୀର୍ତ୍ତନ ହେଉଛି। ଖୁସିରେ ଅଛନ୍ତି, ମୃଦଙ୍ଗ ବାଜୁଛି, ପ୍ରଭୁଙ୍କ ଆଲୋଚନା ଚାଲିଛି। ତା ସହିତ ଦେଖିପାରୁଥିବେ କିଭଳି ଭାବେ ହେଉଛି ଭୁବନେଶ୍ୱର ଯୋଉ ପୁରୀର ରାସ ବିହାରୀ ମଠ ପକ୍ଷରୁ ବଡ଼ଦାଣ୍ଡରେ ନଗର ସଂକୀର୍ତ୍ତନ କରାଯାଉଛି, ଏବଂ ତା ସହିତ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପ୍ରକମ୍ପିତ ଉଠୁଛି। ସବୁ ପୁରା ନଗର ବାଜୁଛି, ମୃଦଙ୍ଗ ଝାଞ୍ଜ ବାଜୁଛି, ମହିଳା ଭକ୍ତମାନେ ମଧ୍ୟ ଏକାକାର ହେଇଛନ୍ତି। ଆଜ୍ଞା, ରାସ ବିହାରୀ ମଠ ପକ୍ଷରୁ ଆଜି ନଗର ସଂକୀର୍ତ୍ତନ କରାଯାଉଛି। କାହିଁକି ନଗର ସଂକୀର୍ତ୍ତନ କରାଯାଉଛି? ଆମର ଇଏ ରାସ ବିହାରୀ ମଠର ରାଧାରମଣ ଗ୍ରାମରୁ ଏ କୀର୍ତ୍ତନ ହେଇ ଆସୁଛି। ରାଧାରମଣ ଦେବେ ଥିବା ସମୟରେ ଅପ୍ରକଟ ସମୟରେ, ରାଧାରମଣ ପ୍ରକଟ ସମୟରେ ନିରାଚଳ ଭାବରେ ଜଗନ୍ନାଥଙ୍କ ସାମରେ ନୃତ୍ୟ ବେଶରେ ରାଧା ଭାବରେ ନୃତ୍ୟଲୀଳା କରୁଥିଲେ, ଯାହା ଆଜି ସ୍ମରଣ କରିବା ପାଇଁ ଏହି ବିଦ୍ୟାଳୟ ଚାଲିଛି। ଭାବେ ନଗର ସଂକୀର୍ତ୍ତନ ବଡ଼ଦାଣ୍ଡରେ ଭକ୍ତ ପୁରା ବିଭୋର ହେଇଛନ୍ତି, ଏବଂ କିଭଳି ଭାବେ ସମସ୍ତେ ମଗ୍ନ ହେଇଛନ୍ତି। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ବର୍ଷାରେ ଭିଜି ପ୍ରଭୁଙ୍କୁ ସ୍ମରଣ କରୁଥିବେ। ହେ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ କାଳିଆ ଶାନ୍ତ, ତମ କୃପା ଟିକେ ଆମ ଆଶ୍ଚର୍ଯ୍ୟ ଚକା ନୟନକୁ ଟିକେ ଚରମ ଚକ୍ଷୁରେ ଦେଖିଲେ ଆମେ ଧନ୍ୟ ହୋଇଯିବୁ, ପୁଣ୍ୟ ହୋଇଯିବୁ। ଆମେ ଆହୁରି ଆଶୀର୍ବାଦ ଆମ ଉପରେ ବି ଢାଳି ଦିଅନ୍ତୁ ପ୍ରଭୁ। କାହିଁକି ଆଜି ନଗର ସଂକୀର୍ତ୍ତନ, କାହିଁକି ଆପଣ କେତେ ଖୁସି ଅଛନ୍ତି? ଆମର ହେଉଛି ନଗର ସଂକୀର୍ତ୍ତନ ଚାଲିଛି, ଭକ୍ତମାନେ ସମସ୍ତେ ବଡ଼ଦାଣ୍ଡରେ ଖୁସିରେ ମସ୍କୁଲ ହେଇଛନ୍ତି। ବର୍ଷାକୁ ଟିକେ ବି ଖାତିର ନାହିଁ। ଆଜ୍ଞା, ସେ କଥା ବି ଏତେ ଖୁସି ଯେ ଆମେ ଆଜ୍ଞା କହିପାରିବୁ ନା। ଜଗନ୍ନାଥଙ୍କ ପାଖକୁ ଯାଉଛୁ, ଜଗତର ନାଥ ଜଗନ୍ନାଥ, ଆମେ ତାଙ୍କ ପାଖରେ ପହଞ୍ଚିବୁ କି ନାହିଁ ତାହା ବି ଆମେ ପ୍ରଭୁଙ୍କ ପାଖରେ ଆଶା ସସ୍ପେନ୍ସରେ ଅଛୁ। ଆଜ୍ଞା, ଦୌଡ଼ିକି ଆସିଛୁ। ଏତେ ବର୍ଷା ଇନ୍ଦ୍ର ଦଉଛି କି ଆନନ୍ଦ, ଏ ଆନନ୍ଦର ସୁଖ ସରିବ ନାହିଁ। ରାଧାରମଣ ବାବୁ କହିଲେ ଯୋଉଠି ଆନନ୍ଦ ଅଛି ସେଇଠି ଅଛି। ପ୍ରଭୁ ସବୁ କରୁଛନ୍ତି। ବର୍ଷାକୁ ପ୍ରଭୁ ଜଗନ୍ନାଥ କାଳିଆ ଶାନ୍ତ ବଡ଼ ଠାକୁର ଆଜି ଆସିଛନ୍ତି ନିଜେ, କେତେ ଖୁସି ଅଛନ୍ତି? ଆଜ୍ଞା, ଏଇଟା ଆମ ପ୍ରତ୍ୟେକ ବର୍ଷ ଆମ ରଥଯାତ୍ରାରେ ଆମେ ସବେ ସମ୍ମିଳିତ ହୋଇକି ଆମେ ଆମ ରାସବିହାରୀ ମଠରୁ ଆମେ ନଗର କୀର୍ତ୍ତନ ବାହାରିକିରି ଏଇଟା ଆମ ବଡ଼ଦାଣ୍ଡକୁ ଆସି ଆମେ ଜଗା କାଳିଆ ବଳଭଦ୍ର ମାତା ସୁଭଦ୍ରାଙ୍କ ରଥ ଆଗରେ ଆମେ କୀର୍ତ୍ତନ ପ୍ରତ୍ୟେକ ବର୍ଷ ଚାଲିଛି। କାଳିଆର ଡୋରି, ଇଏ କାଳିଆର ଡୋରି, ଜୟ ଜଗନ୍ନାଥ। ଆଜ୍ଞା ଆସନ୍ତୁ ଆଜ୍ଞା, କାହିଁକି ଆସି ବଡ଼ଦାଣ୍ଡରେ? ବର୍ଷାକୁ କିଛି ଖାତିର ନାହିଁ। ସେଭେନକୁ ଅଶେଷ ଧନ୍ୟବାଦ, ଯିଏକି ବର୍ଷାରେ ବି ସେ ବି ସମସ୍ତଙ୍କୁ ଇଏ କରିକି ସବୁ ଦେଉଛନ୍ତି, ପ୍ରସାର ପ୍ରସାରଣ କରୁଛନ୍ତି। ଧନ୍ୟବାଦ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡରେ। ଏ ଭକ୍ତ ହିଁ ବୟାନ କରୁଛନ୍ତି ଯେ ପ୍ରଭୁଙ୍କ ପାଖରେ ଆମେ ସମର୍ପିତ ହେଲେ ସମସ୍ତେ ଯେତେ ଲାଘବ ରହିଛି, କଷ୍ଟ ରହିଛି, ସବୁ ଦୂର ହେଇଯିବ। ପ୍ରଭୁ ସମସ୍ତଙ୍କୁ ସାନିଧ୍ୟ ଲାଭ କରିବେ। ଏ ହେଉଛି ନଗର ସଂକୀର୍ତ୍ତନ, ଇଏ ହେଉଛି ବଡ଼ଦାଣ୍ଡର ନଗର ସଂକୀର୍ତ୍ତନ ଦୃଶ୍ୟ। ଆମେ ଦୁଃଖ ଝିଲାସଳକ ଦୃଶ୍ୟ ଦେଖାଉଛେ। ବର୍ଷାରେ ଭିଜି ଯେଉଁ ଶ୍ରଦ୍ଧାଳୁମାନେ ରହିଛନ୍ତି, ଚାଲେ ବଡ଼ଦାଣ୍ଡରେ ଠାକୁରଙ୍କ ପାଖକୁ ଯାଉଛନ୍ତି, ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି। କାହିଁକି ନା ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଆଜି ରଥାରୂଢ଼ ହୋଇ ଭଗବାନଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି। ଏ ହେଉଛି ନଗର ସଂକୀର୍ତ୍ତନ ଦୃଶ୍ୟ। ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଏବଂ ଜଗନ୍ନାଥ କାଳିଆ ସାଆନ୍ତ ଆଜି ତାଙ୍କର ଯେଉଁ ରହିଛି କୋଟି କୋଟି ଓଡ଼ିଆର ଗୌରମଣି ଏବଂ ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥ ତାଙ୍କ ପ୍ରକମ୍ପିତ ହେଉଛି, ଏବଂ ସମସ୍ତେ ଖୁସିରେ ମସଗୁଲ ରହିଛନ୍ତି। ନାମ ସଂକୀର୍ତ୍ତନ, ନଗର ସଂକୀର୍ତ୍ତନ କରି ପ୍ରଭୁଙ୍କ ପାଖକୁ ଯାଉଛନ୍ତି। ହେ ଜଗନ୍ନାଥ, ହେ କାଳିଆ ଶାନ୍ତ, ପ୍ରଭୁ ସମସ୍ତଙ୍କର କୃପା କରନ୍ତୁ ଏବଂ ସମସ୍ତଙ୍କୁ ସାନିଧ୍ୟ ଲାଭ କରନ୍ତୁ। ପୁରୀରୁ କ୍ୟାମେରା ପର୍ସନ ଦୟାନିଧିଙ୍କ ସହ ଆଲୋକ ପ୍ରଧାନ, ନ୍ୟୁଜ୍ 7।